ଜଣେ ମୁସଲିମ ଝିଅର ବିବାହ ଚାଲିଥିଲା। ସମସ୍ତେ ପୂରା ଖୁସି ଥିଲେ। ହେଲେ ଝିଅର ମା ବାରମ୍ବାର ଇଆଡେ ସିଆଡେ ଅନାଉଥିଲେ, ଯେମିତି ସେ କାହାକୁ ଅପେକ୍ଷା କରିଥିଲେ। ଅଚାନକ ଜଣେ ହିନ୍ଦୁ ଲୋକ ନିଜ ପରିବାର ସହିତ ସେ ବିବାହରେ ପହଞ୍ଚିଲେ। ଯେମିତି ସେ ହିନ୍ଦୁ ଲୋକଙ୍କୁ ମୁସଲିମ ଝିଅର ମା ଦେଖିଛନ୍ତି, ଖୁସିରେ ଦୌଡ଼ିକି ତାଙ୍କ ପାଖରେ ପହଞ୍ଚିଗଲେ ଆଉ ତାଙ୍କୁ ଜାବୁଡ଼ି ଧରି କଇଁ କଇଁ ହୋଇ କାନ୍ଦି ପକେଇଲେ। କହିଲେ, ଭାଇ, ମତେ ବିଶ୍ୱାସ ଥିଲା କି ତମେ ନିଶ୍ଚୟ ଆସିବ। ସେଠୁ ହିନ୍ଦୁ ଲୋକ ଜଣକ ତାଙ୍କୁ ଚୁପ୍ କରାଇଲେ। କହିଲେ କି, ଆରେ ମୋ ଭଉଣୀ ଝିଅର ବାହାଘର ହେଉଛି, ଆଉ ମୁଁ ଆସିବିନି? ଏକଥା ଶୁଣି ସେଠି ଯେତିକି ଲୋକ ଥିଲେ ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ କି ଏ କେମିତିକା ଭାଇ ଭଉଣୀ? କିଏ ଥିଲେ ସେ ଲୋକ? ଆଉ କେଉଁ କାରଣ ପାଇଁ ମୁସଲିମ ଝିଅର ମାକୁ ଭଉଣୀ କହୁଥିଲେ? କାହାଣୀର ସତ ଜାଣିବା ପାଇଁ ଭିଡିଓକୁ ସ୍କିପ୍ ନ କରି ଶେଷ ଯାଏଁ ଦେଖନ୍ତୁ। ଭଲ ଲାଗିଲେ ଭିଡିଓକୁ ଲାଇକ୍, ସେୟାର କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଯେଉଁମାନେ କାହାଣୀ ପ୍ରଥମରୁ ଲାଇକ୍ କରି ନିଜର ନାଁ ସହିତ କମେଣ୍ଟ କରିବେ, ସେମାନଙ୍କର ନାଁ ପର ଭିଡିଓରେ ଘୋଷଣା ହେବ। କଟକରେ ସାରା ନାମକ ଝିଅ ତାଙ୍କ ମାମୁଁ ଘରେ ରହୁଥିଲେ। ହେଲେ ତାଙ୍କ ପ୍ରକୃତ ଘର ଥିଲା ରାଉରକେଲା। ଦିନେ ତାଙ୍କ ସାଙ୍ଗ ତାଙ୍କୁ ପାର୍ଟି ଦେବା ପାଇଁ ଘରକୁ ଡାକିଲେ, ଆଉ ପାର୍ଟି ସାରି ତାଙ୍କୁ ତାଙ୍କ ଘରକୁ ଯିବାର ଥିଲା। ପାର୍ଟି ସାରି ସିଧା ସେ ଷ୍ଟେସନକୁ ଗଲେ। ସେତେବେଳକୁ ସନ୍ଧ୍ୟା ହୋଇଯାଇଥିଲା। ସେ ଆଗରୁ ରିଜର୍ଭେସନ କରିଥିଲେ। କିଛି ସମୟ ପରେ ଟ୍ରେନ ଆସି ପହଞ୍ଚିଗଲା। ସେ ଟ୍ରେନରେ ଚଢ଼ି ସିଧା ଯାଇ ସିଟରେ ବସି ପଡ଼ିଲେ। ହେଲେ କିଛି ସମୟ ଭିତରେ ତାଙ୍କ ମନରେ ଭୟ ସୃଷ୍ଟି ହେଲା। କାରଣ ସେ ଯୋଉ ଡବାରେ ବସିଥିଲେ ସେଠାରେ କିଏ ବି ଝିଅ ନଥିଲେ। ସାରା 18 ବର୍ଷର ଝିଅ ଥିଲେ। ଭାବିଲେ କି, ଯଦି ଟ୍ରେନ ଭିତରେ ମୋ ସହିତ କିଛି ହୋଇଯିବ ତାହେଲେ ମୁଁ କଣ କରିବି? ସେ ଡରି ଡରି ସେଠାରେ ବସି ରହିଲେ। ଯେତେବେଳେ ବି ଷ୍ଟେସନ ଆସୁଥିଲା ସେ ଭୟରେ ତଳକୁ ଓହ୍ଲାଇ ପଡୁଥିଲେ। ପୁଣି ଯେତେବେଳେ ସେ ଟ୍ରେନରେ ଚଢୁଥିଲେ, ଟ୍ରେନରେ ଥିବା ସବୁ ପୁଅଙ୍କୁ ଦେଖି ତାଙ୍କ ମନରେ ଭୟ ଆସୁଥିଲା। ବସି ବସି ସେ ସମସ୍ତଙ୍କ ଆଡକୁ ଅନାଉଥିଲେ। ତାଙ୍କ ଚେହେରାରେ ଡର ସଫା ସଫା ଦେଖାଯାଉଥିଲା। ସାମ୍ନା ସିଟରେ ସବୁ ପୁଅ ହିଁ ବସିଥିଲେ, ଆଉ ସମସ୍ତେ ନିଜ ନିଜ ଭିତରେ ମଜା କରିବା ସହିତ ମଝିରେ ମଝିରେ ସାରାଙ୍କ ଆଡକୁ ଅନାଉଥିଲେ, ଯେମିତି ସେମାନେ ସାରାଙ୍କ ଡରକୁ ବୁଝିପାରିଥିଲେ। କିଛି ସମୟ ଭିତରେ ସେମାନଙ୍କ ଭିତରୁ ଜଣେ ପୁଅ କହିଲେ କି, ମୋ ନାଁ ରହିମ, ତମ ନାଁ ଜାଣିପାରେ କି? ସାରା ଆହୁରି ଡରିଗଲେ। ଭାବିଲେ କି ସେମାନେ ମୋ ସହିତ କିଛି ବି କରିପାରନ୍ତି। ଡରରେ ଆଉ ନାଁ କହିଲେନି, ଚୁପଚାପ ବସି ରହିଲେ। ସେଠୁ ରହିମ କହିଲେ କି, ତମେ ଯଦି ନାଁ କହିବନି ତାହେଲେ କିଛି ଅସୁବିଧା ନାହିଁ, ହେଲେ ତମେ କୁଆଡେ ଯାଉଛ? ସେଠୁ ସାରା ଟିକେ ସାହସ ଜୁଟେଇ କହିଲେ କି, ମୁଁ ରାଉରକେଲା ଯାଉଛି, ରାଉରକେଲାରେ ମୋ ଘର। ସେଠୁ ରହିମ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲେ କି, ଆରେ ରାଉରକେଲାରେ ତ ମୋ ନାନୀ ଘର, ସେହି ହିସାବରେ ତମେ ମୋ ଭଉଣୀ ହେବ, ତେଣୁ ତମ ନାଁ କହିବାକୁ କାହିଁକି ଡରୁଛ? ଯେମିତି ଜଣେ ପୁଅ ତାଙ୍କୁ ଭଉଣୀ ବୋଲି ସମ୍ବୋଧନ କରିଛି, ସାରାଙ୍କର ସାହସ ଫେରିଲା। ସେ କଥା ହେବାକୁ ଆରମ୍ଭ କଲେ। ରହିମ ନିଜ ନାନୀ ବିଷୟରେ ଆଉ ନିଜ ବିଷୟରେ ସବୁ କଥା କହିଲେ। ସବୁ କଥା ଶୁଣିବା ପରେ ସାରାଙ୍କ ମନରେ ଥିବା ସବୁ ଡର ଧୀରେ ଧୀରେ ଗାୟବ ହେବାକୁ ଲାଗିଲା। ଏମିତି କିଛି ସମୟ ଯାଏଁ ସେମାନଙ୍କ ଭିତରେ କଥାବାର୍ତ୍ତା ଜାରି ରହିଲା। ସାରା ବି ନିଜ ବିଷୟରେ ସବୁ କଥା କହିଲେ। ସେ କଟକରେ ମାମୁଁ ଘରେ ରହି ରେଭେନ୍ସାରେ କମର୍ସ କରୁଥିଲେ, ଆଉ ଗୋଟେ ଜରୁରୀ କାମରେ ଘରୁ ଡକରା ଆସିବା ପରେ ସେ ଘରକୁ ଯାଉଥିଲେ। ପ୍ରଥମ ଥର ମୁଁ ଏକୁଟିଆ ଘରକୁ ଯାଉଛି, ଆଉ ବଗିରେ କେହି ବି ମହିଳା ଯାତ୍ରୀ ନାହାନ୍ତି, ତେଣୁ ମୋତେ ଖୁବ୍ ଡର ଲାଗୁଥିଲା। ହେଲେ ଯେତେବେଳେ ଆମ ଭିତରେ କଥାବାର୍ତ୍ତା ଆରମ୍ଭ ହେଲା, ମୋତେ ଟିକେ ରିଲାକ୍ସ ଲାଗିଲା। ଶୁଣିକି ରହିମ ଟିକେ ହସିଦେଲେ, ଆଉ ଧୀରେ ଧୀରେ ସାରାଙ୍କର ପୁରା ଡର ବି ଖତମ ହୋଇଗଲା। ରାତି ବଢିଲା। ରିଲାକ୍ସ ହୋଇ ସାରା ବି ସିଟରେ ଗଡ଼ି ପଡ଼ିଲେ। ଏମିତି ଏମିତି ରାତି ପାହି ସକାଳ ହେଲା। ଆଉ କିଛି ସମୟ ପରେ ରାଉରକେଲା ଷ୍ଟେସନ ଆସିବାର ଥିଲା। ସକାଳ ହେବା ପରେ ସାରା ଉଠି ଯାଇ ପୁଣି ରହିମଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଦେଲା।
କିଛି ସମୟ ପରେ ଟ୍ରେନ ରାଉରକେଲାରେ ଆସି ପହଞ୍ଚିଗଲା। ସେ ସିଟ୍ରୁ ଉଠି ଛିଡ଼ା ହେଲେ ଆଉ ଯିବା ବେଳକୁ ଏକ କାଗଜ ରହିମକୁ ବଢ଼ାଇ ଦେଲେ, ଯେଉଁଥିରେ ତାଙ୍କ ଘରର ଠିକଣା ଥିଲା। କହିଲେ, ଭାଇଜାନ, କେବେ ରାଉରକେଲା ନାନୀ ଘରକୁ ଆସିଲେ ଆମ ଘରକୁ ନିହାତି ଆସିବେ, କାରଣ ଟ୍ରେନ ଭିତରେ ମତେ ଯେଉଁ ସପୋର୍ଟ ଦେଇଛନ୍ତି ମୁଁ କେବେ ବି ଭୁଲି ପାରିବିନି। ହେଲେ ରହିମ ଚିଠିଟି ନେଇ ପୁଣି ଫେରାଇ ଦେଲେ। କହିଲେ, ସାରା ମତେ କ୍ଷମା କରିବ। ସାରା ଆଶ୍ଚର୍ଯ୍ୟ ହୋଇଗଲେ। ରହିମ କହିଲେ, ସାରା, ତମେ ଟ୍ରେନରେ ବସିବା ପରଠାରୁ ତମ ମୁହଁରେ ଥିବା ଡରକୁ ମୁଁ ଜାଣି ନେଇଥିଲି। ତେଣୁ ତମକୁ ମିଛ କହିଥିଲି କି ମୋ ନାନୀ ରାଉରକେଲାରେ ରହୁଛି ବୋଲି। ପ୍ରକୃତରେ ମୋ ନାନୀ ରାଉରକେଲାରେ ରହୁନି। ମୁଁ ରାଉରକେଲା କେବେ ବି ଯାଇନି କି ଦେଖିନି ବି। ପ୍ରକୃତରେ ଆମେ ସମସ୍ତେ ବୁଲିବାକୁ ଯାଉଛୁ। ଆଉ ଯେତେବେଳେ ତମକୁ ଡରି ଡରି ବସିବାର ଦେଖିଲି, ଭାବିଲି କି କଥାବାର୍ତ୍ତା କଲେ କାଳେ ତମର ଡର କମିଯିବ। ତମ ବିଶ୍ୱାସ ଭାଜନ ହେବା ପାଇଁ ମୁଁ ରାଉରକେଲାରେ ନାନୀ ରହୁଥିବା କଥା ମିଛରେ କହିଲି। ସବୁ ଶୁଣିକି ସାରା ପୁରା ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ କି ରହିମକୁ ମୁଁ ଜାଣିନି କି ଚିହ୍ନିନି, ହେଲେ ତାଙ୍କ ପାଇଁ ମୁଁ ଚିନ୍ତାମୁକ୍ତ ହୋଇ ଟ୍ରେନରେ ଆରାମରେ ଯାଇପାରିଲି। ସେଠୁ ସାରା କହିଲେ କି ଠିକ ଅଛି ଭାଇ, ମୋ ପାଇଁ ଆପଣ ମିଛ କହିଲେ, ହେଲେ ସେଇଟା ମତେ ଖୁସି ଦେଲା। ଆଉ ଜୀବନରେ କେବେ ବି ରାଉରକେଲା ଆସିବେ ତ ମତେ ଦେଖା କରିକି ନିଶ୍ଚୟ ଯିବେ। ଆଉ ପୁଣି ଥରେ ସେ କାଗଜକୁ ବଢ଼ାଇ ଦେଲେ, ଯେଉଁଥିରେ ତାଙ୍କର ଠିକଣା ଲେଖା ଥିଲା। ରହିମ ସେ କାଗଜକୁ ନେଇ ପକେଟରେ ରଖିଦେଲେ। ଏହା ଭିତରେ ରାଉରକେଲା ଷ୍ଟେସନ ଆସି ପହଞ୍ଚିଗଲା। ରହିମ ସାରାଙ୍କର ଜିନିଷପତ୍ର ନେଇ ବାହାରେ ଛାଡ଼ି ଦେଇ ଆସିଲେ। କହିଲେ, ସାରା, ସବୁ ପୁଅ ଖରାପ ନୁହନ୍ତି। ଦୁନିଆରେ ଭାଇର ସମ୍ପର୍କ ବି ଅଛି। ଦୁନିଆରେ ସବୁ ପ୍ରକାରର ଲୋକ ବି ରହୁଛନ୍ତି। ପୁଣି ରହିମ ପକେଟରୁ ଏକ ଭିଜିଟିଂ କାର୍ଡ ବାହାର କରି ସାରାଙ୍କୁ ଧରାଇ ଦେଲେ। କହିଲେ, ଭଉଣୀ, କଟକରେ ମୋର ଛୋଟିଆ ଅଫିସ ଅଛି। କେବେ ବି ଦରକାର ପଡ଼ିଲେ ଫୋନ କରିବ, ମୁଁ ସାହାଯ୍ୟ କରିଦେବି। କାର୍ଡ ଦେଖିବା ପରେ ସାରା କହିଲେ କି ଭାଇ, ବୋଧେ ଆପଣ ଭୁଲ କାର୍ଡ ଦେଇଛନ୍ତି। ରହିମ ଟିକେ ହସିଦେଲେ ଆଉ କହିଲେ କି ନାଇଁ ସାରା, ଏଟା ଠିକ କାର୍ଡ। ମୁଁ ମୋ ନାଁ ଭୁଲ କହିଥିଲି। ପ୍ରକୃତରେ ମୋ ନାଁ ଶିବାନନ୍ଦ, କାରଣ କାର୍ଡ ଉପରେ ଶିବାନନ୍ଦ ହିଁ ଲେଖାଥିଲା। ସାରା ଆଶ୍ଚର୍ଯ୍ୟ ହେଲେ, କିନ୍ତୁ ପର ମୁହୂର୍ତ୍ତରେ ହସିବାରେ ଲାଗିଲେ, କାରଣ ରାଉରକେଲାରେ ତାଙ୍କ ନାନୀ ରହୁଥିବା କଥା ପରି ଏଇଟା ବି ତାଙ୍କର ଡର ଭୋଗେଇବା ପାଇଁ ଥିଲା। କାରଣ ସାରଙ୍କ ପୋଷାକରୁ ଶିବା ଜାଣିଥିଲେ କି ସେ ଜଣେ ମୁସଲିମ ବୋଲି। ତେଣୁ ସେ ନିଜକୁ ମୁସଲିମ ବୋଲି ସାରାଙ୍କ ଆଗରେ ଦର୍ଶାଇଥିଲେ। କହିକି ସେ ପୁଣି ଟ୍ରେନକୁ ଫେରିଲେ। ଶିବାନନ୍ଦ ଟ୍ରେନକୁ ଫେରିବାର ଦେଖି ସାରାଙ୍କୁ ଲାଗିଲା କି ଯେମିତି ତାଙ୍କର ନିଜ ଭାଇ ତାଙ୍କୁ ଛାଡ଼ି ପଳାଉଛନ୍ତି। ସମୟ ବିତୁଥିଲା। ସମୟ ସହିତ ସାରାଙ୍କର ବିବାହ ହୋଇଯାଇଥିଲା। ଆଉ ଧୀରେ ଧୀରେ ତାଙ୍କର ପିଲାପିଲି ବି ହୋଇଯାଇଥିଲା। ଗୋଟିଏ ପୁଅ ଓ ଗୋଟିଏ ଝିଅ। ରାଉରକେଲାରେ ହିଁ ତାଙ୍କର ବିବାହ ହୋଇଥିଲା। ସମୟ ବିତୁଥିଲା, ତଥାପି ସେ ଶିବାନନ୍ଦଙ୍କ କଥା ଭୁଲି ନଥିଲେ। ସମୟ ବିତୁଥିଲା, ତଥାପି ସେ ଶିବାନନ୍ଦଙ୍କ କଥା ଭୁଲି ନଥିଲେ। ଅଜଣା ହୋଇଥିଲେ ବି ଶିବାନନ୍ଦ ତାଙ୍କୁ କେମିତି ସାହାଯ୍ୟ କରିଥିଲେ, ଆଉ ତାଙ୍କ ପାଇଁ ସାରା ନିଡର ହୋଇ ଘରକୁ ଯାଇପାରିଥିଲେ। ସେ ଭାବିଲେ କି ଶିବାନନ୍ଦଙ୍କ ପରି ସାହାଯ୍ୟ ଆଜିକାଲି କିଏ କରୁଛି। ସାରାଙ୍କର ଝିଅର ବିବାହ ବୟସ ହୋଇଗଲା। ସାରା ଝିଅ ପାଇଁ ବନ୍ଧୁ ଖୋଜିବାରେ ଲାଗିଲେ। ଶେଷରେ ଜଣେ ପୁଅଙ୍କ ସହିତ ବିବାହ ଠିକ ହୋଇଗଲା। ତା ସହିତ ବିବାହ ତାରିଖ ବି ଠିକ ହୋଇଗଲା। ଝିଅର ବିବାହ ପାଇଁ ତାଙ୍କର ବାରମ୍ବାର ଶିବାନନ୍ଦଙ୍କ କଥା ମନେ ପଡୁଥିଲା। ସେ ଭାବୁଥିଲେ କି ଯଦି ଝିଅ ବିବାହରେ ଶିବାନନ୍ଦ ଆସି ପହଞ୍ଚି ଯାଆନ୍ତେ ତାହେଲେ ଖୁବ ଭଲ ହୁଅନ୍ତା। ପ୍ରକୃତରେ ସାରାଙ୍କ ନିଜ ଭାଇଙ୍କର ମୃତ୍ୟୁ କିଛି ଦିନ ଆଗରୁ ହୋଇଥିଲା। ଆଉ ଭାଇଙ୍କ ମୃତ୍ୟୁ ପରେ ସେ ଶିବାନନ୍ଦଙ୍କୁ ବାରମ୍ବାର ମନେ ପକାଉଥିଲେ। ଦିନେ ବିବାହ ପାଇଁ କିଣାକିଣି କରିବାକୁ ସାରା ଝିଅକୁ ନେଇ ମାର୍କେଟ ଯାଇଥିଲେ। ବୁଲୁ ବୁଲୁ ଶିବାନନ୍ଦଙ୍କର ସେଇ କସ୍ମେଟିକ୍ ଶୋରୁମ ମିଳିଗଲା, ଯେଉଁ ଆଡ୍ରେସ ସେ ଭିଜିଟିଂ କାର୍ଡରେ ଦେଇଥିଲେ। ହେଲେ ସାରା ସେ ଭିଜିଟିଂ କାର୍ଡକୁ ଘରେ ହଜାଇ ଦେଇଥିଲେ। ତେଣୁ ଶିବାନନ୍ଦଙ୍କ ସହିତ ତାଙ୍କର ଆଉ ଦେଖା କି କଥା ହୋଇପାରିନଥିଲା। ଯେତେବେଳେ ସେ ଶୋରୁମ ଆଡକୁ ଅନାଇଛନ୍ତି, କାଉଣ୍ଟରରେ ଶିବାନନ୍ଦଙ୍କୁ ଦେଖି ଚମକି ପଡ଼ିଲେ। ଶିବାଙ୍କ ଚେହେରାରେ ପରିବର୍ତ୍ତନ ଆସିଯାଇଥିଲା। ମୁହଁରେ ଦାଢ଼ି ନିଶ ଥିଲା।
ସେତେବେଳେ ଶିବା ନିଶଦାଡ଼ି ରଖୁନଥିଲେ। ସେ ଏତେ ବ୍ୟସ୍ତ ଥିଲେ ଯେ ସାରାଙ୍କୁ ଦେଖି ଚିହ୍ନି ପାରିଲେନି। ଜଣେ ଗ୍ରାହକ ଭାବି ସେ ତାଙ୍କୁ ଯେମିତି କଥା ହେବା କଥା ସେମିତି କଥା ହେଲେ। ହେଲେ ସାରା ବାରମ୍ବାର ତାଙ୍କୁ ଅନଉଥିଲେ। କିଛି ସମୟ ପରେ ସାରା ତାଙ୍କୁ ପଚାରିଲେ କି, ଭାଇ, ଆପଣଙ୍କ ନାଁ ଶିବାନନ୍ଦ ନା? ଶିବାନନ୍ଦ ସାରାଙ୍କୁ ଅନେଇଲେ। ଭାବିଲେ ଏ ମହିଳା ମୋ ଶୋରୁମକୁ ପ୍ରଥମ ଥର ଆସିକି ମୋ ନାଁ କେମିତି ଜାଣିଲେ? ଭାବିଲେ ବୋଧେ କିଏ ଚିହ୍ନା ଲୋକ ପଠେଇଥିବେ। ସେଠୁ ସେ କହିଲେ, ହଁ ଭଉଣୀ, ମୋ ନାଁ ଶିବାନନ୍ଦ। କୁହନ୍ତୁ ଆପଣଙ୍କର କଣ ଦରକାର? ସେଠୁ ସାରା କହିଲେ କି, ଭାଇ, ମତେ କଣ ଚିହ୍ନି ପାରୁନାହାନ୍ତି? ଶିବାନନ୍ଦ ତାଙ୍କୁ ଭଲରେ ଦେଖିଲେ। କହିଲେ, ନାଇଁ ଭଉଣୀ, ଚିହ୍ନି ପାରୁନି। ଆପଣ କିଏ ଟିକେ କହିବେ କି? ସାରା କହିଲେ, ଭାଇ, ମତେ ଆପଣ ଚିହ୍ନି ପାରୁନାହାନ୍ତି, କିନ୍ତୁ ମୁଁ ଆପଣଙ୍କୁ ଭୁଲି ପାରୁନି। ମନେ ପକାନ୍ତୁ 25 ବର୍ଷ ତଳର କଥା। ମୁଁ ଏକା ଏକା ରାତିରେ ଟ୍ରେନରେ ଯାଉଥିଲି। କିଏ ବି ମହିଳା ଯାତ୍ରୀ ନଥିବାରୁ ମୁଁ ପୁରା ଡରି ଡରି ଯାଉଥିଲି। ଆଉ ଆପଣ ମୋ ଡରକୁ ଜାଣିପାରି ରହିମ ନାଁରେ ମୋ ସହିତ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ। ମତେ ଆପଣ ଜାଣି ବି ନଥିଲେ, ହେଲେ ମୋ ସୁରକ୍ଷା ପାଇଁ ଆପଣ କେତେ କଣ କରିଥିଲେ। ଶୁଣିକି ଶିବାନନ୍ଦ ଅଳ୍ପ ସମୟ ଚିନ୍ତା କରିବାରେ ଲାଗିଲେ। ଆଉ କିଛି ସମୟ ଭିତରେ ତାଙ୍କର ସବୁ ମନେ ପଡ଼ିଗଲା। ସେ ସାରାଙ୍କୁ ନେଇ ଅଫିସ ଭିତରେ ବସାଇଲେ। ଶୋରୁମ ପିଲାଙ୍କୁ ଚା ଜଳଖିଆ ଆଣିବା ପାଇଁ ପଠାଇଲେ। ଭାଇ ଭଉଣୀଙ୍କ ଭିତରେ ଢେର ସାରା କଥା ହେଲା। କଥା କଥାରେ ଉଭୟ ଉଭୟଙ୍କର ହାଲଚାଲ ଜାଣିଲେ। ଶିବାନନ୍ଦ ପଚାରିଲେ କି, ସାରା, ଯଦି ତମେ ମତେ ମନେ ରଖିଛ ତାହେଲେ ମତେ ଭେଟିବା ପାଇଁ ଥରଟିଏ ବି କାହିଁକି ଆସିନଥିଲ? ସାରା କହିଲେ କି, ଭାଇ, ତମ କାର୍ଡ ମୁଁ ହଜେଇ ଦେଇଥିଲି। ଯେତେ ଖୋଜିଲେ ବି ପାଇଲିନି। ସବୁବେଳେ ମନ ଭିତରେ ଆପଣଙ୍କୁ ଖୋଜୁଥିଲି। ଆଜି ବୋଧେ ଆଲ୍ଲାଙ୍କର ଇଚ୍ଛା ଥିଲା, ତେଣୁ ତମ ସହିତ ମୋର ଭେଟ ହୋଇଗଲା। ସେଠୁ ସାରା ବି ପଚାରିଲେ କି, ଭାଇ, ମୁଁ ତ ମୋ ଆଡ୍ରେସ ଲେଖିକି ଦେଇଥିଲି, ତଥାପି ଆପଣ ଥରୁଟିଏ ବି ମତେ ଭେଟିବା ପାଇଁ ଆସିଲେନି। ଶିବାନନ୍ଦ କହିଲେ କି, ସାରା, ବହୁତ ଦିନ ସେ କାଗଜ ମୋ ପାଖରେ ଥିଲା। ଭାବୁଥିଲି କି କେବେ ନିଶ୍ଚୟ ତମକୁ ଭେଟିବି। ହେଲେ ଥରେ ମେଳା ଦେଖିବା ପାଇଁ ଆହ୍ଲାବାଦ ଯାଇଥିଲି। ସେଠାରେ ମୋର ପର୍ସଟି ଚୋରି ହୋଇଗଲା। ଆଉ ସେହି ପର୍ସରେ ତମର ଠିକଣା ଲେଖା କାଗଜ ଥିଲା। ମନ ବହୁତ ଦୁଃଖ ହେଲା। ଯେତେ ଖୋଜିଲି ପାଇଲିନି। ସେଇଦିନଠାରୁ ତମକୁ ବି ମୁଁ ମନେ ମନେ ଖୋଜୁଥିଲି। ବହୁତ ଥର ରାଉରକେଲା ଯାଉଥିଲେ ବି ଠିକଣା ନଥିବାରୁ ତମ ସହିତ ଦେଖା ହୋଇପାରିନଥିଲା। ସେଠୁ ସାରା କହିଲେ କି, ଠିକ ଅଛି ଭାଇ, ମୋ ଝିଅର ବାହାଘର ଅଛି, ତମେ ସପରିବାର ଯେମିତି ହେଲେ ବିବାହକୁ ଆସିବ। ସେଠୁ ଶିବାନନ୍ଦ ଖୁସିରେ କହିଲେ କି, ହଁ ଭଉଣୀ, ମୁଁ ନିଶ୍ଚୟ ଆସିବି। ଆଉ ମତେ ଯାହା ବି ଦାୟିତ୍ୱ ଦେବ ମୁଁ କରିବି। ଦୁହେଁ ପରସ୍ପରକୁ ନମ୍ବର ଓ ଠିକଣା ଦିଆନିଆ ହେଲେ। ସେଠୁ ଫେରିବା ପରେ ସାରା ଝିଅର ବିବାହ ପାଇଁ ପ୍ରସ୍ତୁତିରେ ଲାଗିଲେ। ଆଉ ବିବାହ ପାଖେଇ ଆସିବାରୁ ଶିବାନନ୍ଦକୁ ବି ଫୋନରେ ଆସିବା ପାଇଁ ଆଉ ଥରେ ମନେ ପକେଇଦେଲେ। ବିବାହ ଦିନ ଆସି ପହଞ୍ଚିଲା। ସବୁ ବନ୍ଧୁବାନ୍ଧବ ଓ ଅତିଥିମାନେ ଆସି ପହଞ୍ଚି ଯାଇଥିଲେ। ସମସ୍ତେ ଖୁବ୍ ମଜା କରୁଥିଲେ। ହେଲେ ସାରାଙ୍କର ମନ ଶିବାନନ୍ଦକୁ ଖୋଜୁଥିଲା। କାରଣ ସେ ତାଙ୍କୁ ନିଜ ଭାଇ ବୋଲି ମାନୁଥିଲେ ଆଉ ତାଙ୍କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। କିଛି ସମୟ ବିତିଗଲା। ଶିବାନନ୍ଦ ନିଜ ପରିବାର ସହିତ ବିବାହରେ ପହଞ୍ଚିଗଲେ। ଯେମିତି ଶିବାନନ୍ଦକୁ ଦେଖିଛନ୍ତି ଦୌଡ଼ିକି ଯାଇ ଭାଇକୁ କୁଣ୍ଢେଇ ପକେଇଲେ ସାରା। ଆଉ କାନ୍ଦିବାରେ ଲାଗିଲେ। କାହିଁକି ନା ବିବାହ ଉତ୍ସବରେ ସାରାଙ୍କୁ ତାଙ୍କ ନିଜ ଭାଇଙ୍କର କଥା ବହୁତ ମନେ ପଡୁଥିଲା। ଆଉ ଶିବାନନ୍ଦ ଆସି ପହଞ୍ଚିବା ପରେ ସେହି ଅଭାବ ପୂରଣ ହୋଇଗଲା। ସେଠୁ ଶିବାନନ୍ଦ ସାରାଙ୍କୁ ଚୁପ୍ କରାଇଲେ ଆଉ କହିଲେ, ଏମିତି କଣ କାନ୍ଦୁଛ? ଏ କଥାକୁ ଦେଖି ସେଠାରେ ଉପସ୍ଥିତ ସବୁ ଲୋକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ସେମାନେ ଭାବୁଥିଲେ କି, କିଏ ହିନ୍ଦୁ ଲୋକ ଯାହାକୁ ଜାବୁଡ଼ି ଧରି ଆମ ସାରା କାନ୍ଦୁଛି? ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା। ଜଣେ ସମ୍ପର୍କୀୟ ସାରାଙ୍କୁ ଡାକି ନେଇ ଏହିସବୁ କଥା ପଚାରିଲେ। ଷ୍ଟେଜରେ ମ୍ୟୁଜିକର ପ୍ରୋଗ୍ରାମ ଚାଲିଥିଲା। ସାରା ଶିବାନନ୍ଦକୁ ନେଇ ଷ୍ଟେଜକୁ ଗଲେ ଆଉ ମାଇକ୍ ନେଇ ତାଙ୍କର ଓ ଶିବାନନ୍ଦଙ୍କ ଭିତରେ ଥିବା ସବୁ କଥା କହିଲେ। ଯେମିତି ଏ କାହାଣୀ ସମସ୍ତେ ଶୁଣିଛନ୍ତି, ସମସ୍ତେ ଶିବାନନ୍ଦଙ୍କର ପ୍ରଶଂସା କଲେ। ତାପରେ ବିବାହ କାର୍ଯ୍ୟକ୍ରମ ଆଗେଇଲା। ବିବାହରେ ଝିଅର ମାମୁଁ ହିସାବରେ
ଶିବାନନ୍ଦ ସବୁ ଦାୟିତ୍ୱ ପୂରଣ କଲେ। ଝିଅ ବିଦା ହୋଇ ପଳେଇଲା। ସେହି ଦିନଠାରୁ ସାରା ଓ ଶିବାନନ୍ଦଙ୍କ ଭିତରେ ସମ୍ପର୍କ ବଢିଗଲା। ପରସ୍ପର ଘରକୁ ଯିବା ଆସିବା ଲାଗିଗଲା। ତ ଏହା ଥିଲା ସମ୍ପୂର୍ଣ୍ଣ କାହାଣୀ। ସାରା ଓ ଶିବାନନ୍ଦ ପ୍ରମାଣ କରିଦେଇଛନ୍ତି କି ସମ୍ପ୍ରଦାୟ ଭିନ୍ନ ହେଲେ ମଣିଷ ପଣିଆ ଓ ଭାଇଚାରା ସବୁଠୁ ବଡ଼। ରକ୍ତ ସମ୍ପର୍କଠାରୁ ବଡ଼ ହେଉଛି ମଣିଷ ପଣିଆ। ଦୁଇ ଭିନ୍ନ ସମ୍ପ୍ରଦାୟର ମଣିଷଙ୍କ ଭିତରେ ଗଢ଼ି ଉଠିଥିବା ଏହି ମଧୁର ସମ୍ପର୍କକୁ ଆଜି ବି ଲୋକେ ପ୍ରଶଂସା ନ କରି ରହିପାରୁନାହାନ୍ତି। ଆପଣ କ'ଣ କହିବେ ଏମିତି ଭାଇ ଭଉଣୀଙ୍କୁ ନେଇ? କମେଣ୍ଟ ବକ୍ସରେ ନିଜର ନାଁ ଓ ଜାଗା ନାଁ ଦେଇ କମେଣ୍ଟ କଲେ ପର ଭିଡିଓରେ ଆପଣଙ୍କର ନାଁ ଘୋଷଣା ହେବ। ଭିଡିଓ ଭଲ ଲାଗିଥିଲେ ଲାଇକ୍ ସେୟାର ନିଶ୍ଚୟ କରିବେ। ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନକୁ ଅନ୍ କରିଦେବେ। ଆଉ ଆମ ଫେସବୁକ୍ ପେଜ ସିକ୍ରେଟ ଷ୍ଟୋରିଜକୁ ବି ଫଲୋ କରିଦେବେ। ଲିଙ୍କ ଡେସ୍କ୍ରିପସନରେ ରହିଛି। ଗତ ଭିଡିଓରେ କମେଣ୍ଟ କରିଥିବା ବ୍ୟକ୍ତିମାନେ ହେଲେ ମାନସୀ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଜଗତସିଂହପୁର, ରଜତ ମିଶ୍ର ଯାଜପୁର, କମ୍ବୁପାଣି ପ୍ରଧାନ ପଳାଶଗୋରା, SK ଅବଦୁଲ ଅହୋବି ଭି ଛତ୍ରପୁର, ଲକ୍ଷ୍ମୀଧର ସାମନ୍ତରାୟ ନିରାକାରପୁର, କିଶୋର ବେହେରା ତନିଷା ତନୟା ଭୁବନେଶ୍ୱର, ଦୀପକ ରଞ୍ଜନ କଣ୍ଟିଲୋ, ତରୁଣ ମହନ୍ତ ତେଲକୋଇ, ଦାମୋଦର ବିରୁଆ ଧନେଶ୍ୱର ବେହେରା ଦଧିବାମନ ମାଝୀ ମହେନ୍ଦ୍ରପୁର। ସିକ୍ରେଟ ଷ୍ଟୋରିଜର ସବୁ ଦର୍ଶକଙ୍କୁ ଅନେକ ଅନେକ ଧନ୍ୟବାଦ।